ସାମ୍ବାଦିକ 60 ବର୍ଷ ଧରି ମୁଁ କାମ କରି ଆସିଲି, 65 ରିଟାୟାର୍ଡ କଲି, ମୋର ପେନସନ କ'ଣ? 1700 ଟଙ୍କା। ତାହେଲେ ମୋର ପୁଅ ଝିଅ ସେମାନେ କେହି ପଢିବେ? କୌଣସି ଯୋଗ୍ୟ ଲୋକ, ମୁଁ ଲେଖକ ହେବି ବୋଲି ଚାହିଁଲି, ସମାଜ ମୋର ସେତେବେଳେ ସ୍ୱପ୍ନ ଥିଲା, କାରଣ ମୁଁ ଦେଖୁଥିଲି ସମାଜ କାଗଜରେ, ମୁଁ ଭାବୁଥିଲି ସେଇ ଗ୍ଲାମର ଦେଖୁଥିଲି, ମୋ ନାଁ ବାହାରି ପରେ ଲକ୍ଷ ଲୋକ ଦେଖିବେ, ସେଇଟା ଗୌରବ। କିନ୍ତୁ ଯେତେବେଳେ ଆସିବ ଆପଣ ଜଣେ ବଡ ଚାକିରି କରିଛନ୍ତି, ଆପଣଙ୍କ ସ୍ତ୍ରୀ ମଧ୍ୟ ସେ ବଜାରକୁ ଯିବ, ମୁଁ ସାମ୍ବାଦିକ ମୋ ସ୍ତ୍ରୀ ମଧ୍ୟ ଯିବ, ସେ ଇଲିଶି ଦେଖିକି ଆପଣ କିଣିକି ନେଇଯାଏ, ଆପଣ ସ୍ତ୍ରୀ ହସି ହସି ଯାଉ, ତ ମୋ ସ୍ତ୍ରୀ ଇଲିଶି ଦେଖିଦେଇ ପଳେଇ ଆସୁଥିବ, ଚିତ୍ର ଆଙ୍କୁଥିବ, ଇଲିଶି ମାଛ ଏମିତି ଦିଶେ। ତେଣୁ ଯୋଉ ବୃତ୍ତି, ସେ ବୃତ୍ତିକୁ ଯୋଉ ବ୍ୟକ୍ତି ଆସୁଛନ୍ତି ତାଙ୍କ ନିରାପତ୍ତା କଥା ବୁଝିପାରିବନି, ତାଙ୍କ ସ୍ୱଚ୍ଛନ୍ଦ କଥା ବୁଝିପାରିବନି, ତାଙ୍କର କେମିତି ଅଗ୍ରଗତିର କଥା ଚିନ୍ତା କରିପାରିବନି, ସେ ବୃତ୍ତିକୁ ଯୋଗ୍ୟ ଲୋକମାନେ ଆସିବେ ନାହିଁ। ତେଣୁ ସାମ୍ବାଦିକ ଯୋଗ୍ୟ ଲୋକ ଆସିଲେନି। ଯୋଉମାନେ ଆସି ଆପଣ ସାମ୍ବାଦିକ ବହୁତ ଦୁର୍ନୀତି କଲେ, ଯୋଉମାନେ ଦୁର୍ନୀତି କରିଛନ୍ତି ସେମାନେ ଏଥିପାଇଁ କଲେ ଯେ 60 ବର୍ଷ ପରେ ତାଙ୍କର କିଛି ରହିବନି, ମୁଁ 60 ବର୍ଷ ଭିତରେ ଯଦି 10ଟା ଗାଡି କି 3ଟା ବସ୍, 3ଟା ଆଉ କ'ଣ ମେସିନ କରିଥିବି, ତାହେଲେ ହୁଏତ ମୁଁ ଅବସର ପରବର୍ତ୍ତୀ କରିବି। ଠିକ କି ଭୁଲ କହୁନି ଆପଣ? ନ୍ୟାୟ, ନୈତିକତା, ସତ୍ୟ। ମୁଁ ଯେତେବେଳେ ଭୋକ ଲାଗୁଛି ଚୋରି କରୁଛି, ଆପଣଙ୍କର ଏଟା ପାପ। ପାପ ଆଉ ଅପରାଧ ଦିଟା ଅଲଗା ଅଲଗା କଥା। ଅପରାଧ ହଉଛି କୋଉଟା, ଯୋଉଟା କୋର୍ଟ କହିବ। ପାପ ହଉଛି ଈଶ୍ୱର ବିଚାର କରିବେ। ମତେ ଭୋକ ଲାଗୁଛି, ମୁଁ ଖାଇଛି, ମୁଁ ଈଶ୍ୱର ମତେ ପାପ କହିବନି। ପାପ ଆବଶ୍ୟକତା, ପାପ ଆଉ ଅପରାଧ ଗୋଟେ କ୍ରାଇମ ଏବଂ ଗୋଟେ ଏଥିକ କଥା ଗଲା। ତେଣୁ ଗଣମାଧ୍ୟମ ବର୍ତ୍ତମାନ ଯୋଉ ଯୁବକ ମାନେ ଆସୁଛନ୍ତି, ସେମାନେ କ'ଣ କରୁଛନ୍ତି, ଯଦି ଶବ୍ଦ ତାଙ୍କର ଭାବ ପ୍ରକାଶ କରିବାର ସାମର୍ଥ୍ୟ ଅଛି, ରୁଚି ଅଛି, ତାହେଲେ ସେମାନେ ବର୍ତ୍ତମାନ ସୋସିଆଲ ମିଡିଆରେ ନିଜେ ନିଜେ ସେମାନେ ଗୋଟେ ଗୋଟେ ଅନୁଷ୍ଠାନ କରୁଛନ୍ତି। ସେମାନେ ଭାବୁଛନ୍ତି ଯେ ସାମ୍ବାଦିକ ଚାକିରି ଗୋଟେ ଋଷିର ଚାକିରି, ସେ ଇନ୍ଦ୍ର ଭଳିଆ ହେଇପାରିବନି, ସେ ମାରୁତି କାର ଚଲେଇବ, ସେ ହୁଣ୍ଡାଇ ଚଲେଇବ, ସେ BMW ଆଉ ଅଡି ଆଉ ମର୍ସିଡିଜ ହେଲେ ସେ ସାମ୍ବାଦିକ। ଆମର ଗୋଟେ କଥା ଅଛି,